ସାଙ୍ଗମାନେ ଦେଖନ୍ତୁ କେମିତି ଏ ଲୋକଟି ଗୋଟିଏ ଅଣ୍ଡାରେ ଖେଳ ଖେଳୁଛି। ଆଉ ସେ ଲୋକଟି କହୁଛି ତମ ଦି ଜଣଙ୍କ ଭିତରୁ ଯିଏ ଏଇ କାଚ ଗ୍ଲାସ ଭିତରୁ ଅଣ୍ଡାଟାକୁ ପଦାକୁ ବାହାର କରିଦବ ଆଉ ଗ୍ଲାସରୁ ଠୋପେ ପାଣି ଯେମିତି ତଳେ ପଡିବନି ତାହେଲେ ସେ 5,000 ଟଙ୍କା ଜିତିଯିବ। ଆଉ ତାଙ୍କ ଭିତରୁ ଗୋଟିଏ ପିଲା କହୁଛି ଆରେ ଏଇଟା ଗୋଟେ କଥା, ଏଟା ତ ମୁଁ କରିଦେବି, ଏଟା ତ ସାମାନ୍ୟ କଥା। ଆଉ ସେ ଲୋକଟି କହୁଛି ଆରେ ଏ ପିଲା ପାଟିରେ କହିଦେବା ବହୁତ ସହଜ କିନ୍ତୁ କରିବା ବହୁତ କଷ୍ଟ। ମନେ ରଖିବୁ ତୁ ଯାହା କରୁଛୁ କର ପଛକେ କିନ୍ତୁ ଏ କାଚ ଗ୍ଲାସରୁ ଠୋପେ ପାଣି ଯେମିତି ତଳେ ପଡିବନି ଆଉ ସେ ଅଣ୍ଡାଟା ପଦାକୁ ବାହାରିବ। ଆଉ ସେ ପିଲାଟି କହୁଛି ତମେ ଖାଲି ଦେଖ ମୁଁ କେମିତି ସେ ଅଣ୍ଡାଟାକୁ ପଦାକୁ ବାହାର କରୁଛି। ଆଉ ସେ ପିଲାଟି ତା ଆଙ୍ଗୁଠି ପୁରେଇକି ସେ କାଚ ଗ୍ଲାସ ଭିତରେ ଅଣ୍ଡାଟାକୁ ବାହାର କରିବାକୁ ଚେଷ୍ଟା କରୁଛି କିନ୍ତୁ ବାହାର କରିପାରୁନି। ଆଉ ସେ ଯେକୌଣସି ଉପାୟ ଲଗାଉଛି ସବୁ ଉପାୟ ଫେଲ ମାରି ଯାଉଛି ହେଲେ ଅଣ୍ଡା ପଦାକୁ ବାହାରୁନି। ଆଉ ସେ ପିଲାଟି ହାର ମାନି ଯାଉଛି। ପୁଣି ଆଉ ଗୋଟେ ପିଲା କହୁଛି ଆରେ ସେ ସିନା ବାହାର କରିପାରିଲାନି ହେଲେ ମୁଁ ବାହାର କରିଦେବି, ଛାଡ ମତେ ଦେଖିବ। ଆଉ ସେ ଲୋକଟି କହୁଛି ଆରେ ଏ ପିଲା ଯେମିତି ପାଣି ଠୋପେ ତଳେ ପଡିବନି ସେମିତି କାଢିବୁ ନହେଲେ ତୁ ଏ ଗେମଟିକୁ ଜିତି ପାରିବୁନି। ଆଉ ସେ ପିଲାଟି ବି ବହୁତ ଚେଷ୍ଟା କରିବା ପରେ ବି ସେ ଅଣ୍ଡାଟାକୁ କାଚ ଗ୍ଲାସ ଭିତରୁ ବାହାର କରିପାରିଲା ନାହିଁ। ଆଉ ସେ ପିଲାଟି ବି ଶେଷରେ ହାରିଗଲା। ଆଉ ଆଗ ଖେଳିଥିବା ପିଲାଟି କହୁଛି ଶଳା ଆମେ ବାହାର କରିପାରିଲୁନି, ତୁ ଏମିତି ବାହାର କରିଦବୁ, ଶଳା ମୁଁ ତତେ ଆଉ 5,000 ଦଉଛି, ଦେଖିଆ ବାହାର କରିକି ଦେଖେଇଲୁ। ଆଉ ସେ ଲୋକଟି କହୁଛି ସତରେ ତ 5,000 ମୁଁ ନେବି ଯଦି ବାହାର କରିଦେଲି। ଆଉ ସେ ପିଲାଟି କହୁଛି ଆଗ ବାହାର କରିକି ଦେଖା ତାପରେ ନେବା କଥା ଚିନ୍ତା କରିବୁ। ଆଉ ସେ ଲୋକଟି ଏ ଗେମଟିକୁ ଖେଳିବାକୁ ପୁରା ରେଡି ହେଇଯାଉଛି। ସାଙ୍ଗମାନେ ଆପଣମାନେ ଯଦି ଚାହୁଁଛନ୍ତି ଏ ଲୋକଟି ଅଣ୍ଡାଟିକୁ ଗ୍ଲାସ ଭିତରୁ ବାହାର କରିଦବ ବୋଲି ତାହେଲେ ଏ ଲୋକଟି ପାଇଁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଶେଷରେ ସେ ଲୋକଟି ଗୋଟେ ବୁଦ୍ଧି ଲଗାଉଛି ଆଉ ଗୋଟିଏ ଆଙ୍ଗୁଠି ସେ ଗ୍ଲାସ ଭିତରେ ପୁରେଇକି ଜୋରରେ ବୁଲେଇବାକୁ ଲାଗୁଛି। ଆଉ ପାଣିଟା ବୁଲିବାରୁ ସେ ଅଣ୍ଡାଟା ବୁଲି ବୁଲି ଉପରକୁ ଆସୁଛି ଭାରି। ଆଉ ସେ ଲୋକଟି ଅଣ୍ଡାଟାକୁ ଧରି ପକେଇକି ପଦାକୁ କାଢି ନଉଛି ଆଉ ଗେମଟିକୁ ଜିତି ଯାଉଛି।